ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଫାଇନାଲି ଆପଣଙ୍କ ଦେଖନ୍ତୁ ପ୍ଲସ୍ ଥ୍ରୀ ତା ସହିତ ପିଜିର ଇଗ୍ନୁ ଆଡ଼ମିସନ୍ ଆପଣଙ୍କର ଅଲରେଡ଼ି ଆରମ୍ଭ ହୋଇଯାଇଛି। ତ ଆପଣ ଯେଉଁ ସବଜେକ୍ଟରେ ଆପଣଙ୍କର ଚାହିଁବେ ସେଇ ସବଜେକ୍ଟରେ ବର୍ତ୍ତମାନ ଆପଣଙ୍କର ପ୍ଲସ୍ ଥ୍ରୀ ବି କମ୍ପ୍ଲିଟ୍ କରିପାରିବେ, ପିଜି ବି ଆପଣ କମ୍ପ୍ଲିଟ୍ କରିପାରିବେ। ତ ବିନମ୍ର ଅନୁରୋଧ ଆପଣଙ୍କୁ ରହିବ ସବୁ ସାଙ୍ଗମାନଙ୍କୁ ଯିଏ ବି ସିଟି କରୁଛନ୍ତି ତାଙ୍କୁ କହିଦେବେ ଆପଣଙ୍କର ଯେ ପ୍ଲସ୍ ଥ୍ରୀ ବି କେମିତି ଆପଣଙ୍କର କରିବେ, ଏକା ସାଙ୍ଗରେ ପ୍ଲସ୍ ଥ୍ରୀ ବି କମ୍ପ୍ଲିଟ୍, ସିଟି ବି ଆପଣଙ୍କର ସରିଯିବ। କିନ୍ତୁ ବିଏଡ୍ ପିଲାମାନଙ୍କର ପିଜି ଏକା ସାଙ୍ଗରେ କରିହେବ, ବଟ୍ ଆପଣଙ୍କୁ ଟିକେ ପଚାରିବା ପାଇଁ ପଡ଼ିବ ଯେଉଁ ଜାଗାରେ ଆପଣ ବିଏଡ୍ କରୁଛନ୍ତି ବର୍ତ୍ତମାନ ସେମାନେ ତାକୁ ଏଲାଉ କରୁଛନ୍ତି କି ନାହିଁ। ଠିକ୍ ଅଛି, ଆପଣମାନେ କରନ୍ତୁ। ଆଉ ଯେଉଁମାନେ କିଛି କରୁନାହାନ୍ତି ଏବେ ଆପଣମାନେ ଘରେ ବସିକି ପ୍ଲସ୍ ଥ୍ରୀ କରିପାରିବେ, ପିଜି କରିପାରିବେ, ବିଲକୁଲ ଘରେ ବସି ଖାଲି ପରୀକ୍ଷା ଦେବା ପାଇଁ ଆପଣ ଯିବେ। ଆଉ ସାର୍ଟିଫିକେଟ୍ର ଭ୍ୟାଲୁ ପୁରାପୁରି ସେମ୍, କିଛି ଡିଫରେନ୍ସ ନାହିଁ। ଆପଣମାନେ ଯେଉଁ ରେଗୁଲାର ଯାଇକି ପଢ଼ୁଛନ୍ତି ଘରେ ବସିକି ଆପଣ ପଢ଼ିବେ, ଖାଲି ପରୀକ୍ଷା ଦେବା ପାଇଁ ଯିବେ, ଆପଣଙ୍କର ସେମ୍ ସାର୍ଟିଫିକେଟ୍ ଯେମିତି ଆସାଇନମେଣ୍ଟ ସବମିଟ୍ କରିବା କଥା ସେମିତି ଆସାଇନମେଣ୍ଟ ଆପଣଙ୍କର ସବମିଟ୍ କରିବେ। ଠିକ୍ ଅଛି, ଦେଖନ୍ତୁ କେମିତି ଆପଣ ଆଡ଼ମିସନ୍ ଆପଣଙ୍କର କରିବେ ତା ସମ୍ପର୍କରେ କହୁଛି। ଫାଷ୍ଟ ଅଫ୍ ଅଲ୍ ଆପଣ ignu.ac.in को ଆପଣଙ୍କର ଯିବେ, ଆପଣ ଗୁଗଲରେ ସର୍ଚ୍ଚ କରିବେ ignu.ac.in, ଏ ଅଫିସିଆଲ ୱେବସାଇଟ୍କୁ ଆପଣ ଯିବେ। ଗଲା ପରେ ଏଇଠି ଦେଖନ୍ତୁ ଆପଣଙ୍କୁ ତଳ ପଟେ ଶୋ କରିବ ଆଡ଼ମିସନ୍। ଆଡ଼ମିସନ୍ରେ ଆପଣ କ୍ଲିକ୍ କଲା ପରେ ଲେଖା ହେଇଛି ଆପ୍ଲାଏ ଫର୍ ଓଡିଏଲ୍ ପ୍ରୋଗ୍ରାମ୍। এই ଆପ୍ଲାଏ ଫର୍ ଓଡିଏଲ୍ ପ୍ରୋଗ୍ରାମ୍ ଉପରେ କ୍ଲିକ୍ ଯେମିତି କ୍ଲିକ୍ କରିବେ ଦେଖନ୍ତୁ ୟାର ଲାଷ୍ଟ ଡେଟ୍ ବର୍ତ୍ତମାନ 31 ଜାନୁଆରୀ ଆପଣଙ୍କ ରହିଛି, କିନ୍ତୁ ଡେଟ୍ ଆପଣଙ୍କର ବଢ଼ି ବଢ଼ି ଯାଏ। ଆଡ଼ମିସନ୍ କରିବେ ତା ପୂର୍ବରୁ ଆପଣଙ୍କୁ ମୁଁ କିଛି ଜିନିଷ ଆପଣ କହିବା ପାଇଁ ଚାହୁଁଛି। ଦେଖନ୍ତୁ ଆଡ଼ମିସନ୍ ଯେତେବେଳେ ଆପଣ କରିବେ ଆଡ଼ମିସନ୍ ଫି ଦେଖନ୍ତୁ ହେଲା, ଯଦି the registration fee is non-refundable ହେଲା, the fee shall paid shall be refunded prior to confirmation of admission। ଯଦି ଆପଣ ମାନେ ଦେଖନ୍ତୁ କ'ଣ, the amount equivalent of the 15% of fee subject to ceiling of 2000 will be deducted from the fee paid in case for request of cancellation after the ଯଦି ଆପଣଙ୍କର admission confirmation ହେଇଯାଏ ନା ତାପରେ ଆପଣ କ୍ୟାନସେଲ୍ କରିବେ ହେଲା, ଦେନ୍ ଆପଣଙ୍କର 15% ଆପଣଙ୍କର ଟଙ୍କା କାଟିକି ରିଫଣ୍ଡ ହେବ। ଠିକ୍ ଅଛି, ଆପଣ ଆଗ ଏତେ ଧନ୍ଦା କ'ଣ ପାଇଁ ଯିବେ, ମୋ କଥା ମାନନ୍ତୁ ହେଲା, ଆପଣ ଡିସାଇଡ୍ କରନ୍ତୁ ଯେ ଆପଣ ପଢ଼ିବେ କି ନାହିଁ। ଆପଣ ଇଗ୍ନୁରେ ପଢ଼ିବା ପାଇଁ ଚାହୁଁଛନ୍ତି, ଇଗ୍ନୁ ଆଉ ଓଏସ୍ଓୟୁ ମଧ୍ୟରେ ଡିଫରେନ୍ସ କ'ଣ ଦେଖନ୍ତୁ। ଓଏସ୍ଓୟୁରେ ଏବେ ସବୁ ସବଜେକ୍ଟର ପାରମିସନ୍ ନାହିଁ। ଓଏସ୍ଓୟୁରେ ଆପଣ ଓଡ଼ିଆ ମିଡ଼ିୟମରେ ପଢ଼ିପାରନ୍ତି, କିନ୍ତୁ ଇଗ୍ନୁରେ ଆପଣ କ'ଣ କରିପାରିବେ ନା ନା ଆପଣଙ୍କର ହିନ୍ଦୀରେ ଆପଣଙ୍କର ହିନ୍ଦୀ ଲାଙ୍ଗୁଏଜରେ ଲେଖିବେ, ନହେଲେ ଇଂରାଜୀ ଲାଙ୍ଗୁଏଜରେ ଆପଣଙ୍କୁ ଲେଖିବେ। ମିଡ଼ିୟମ୍ କହୁଛି ହେଲା, ଯେ କେଉଁ ଲାଙ୍ଗୁଏଜରେ ଆପଣ ଲେଖିବେ, ହିନ୍ଦୀ ନହେଲେ ଇଂରାଜୀ ଲାଙ୍ଗୁଏଜରେ ଆପଣ ଲେଖିବେ। କିନ୍ତୁ ଓଏସ୍ଓୟୁରେ ଓଡ଼ିଆରେ ଲେଖିବା ପାଇଁ ଆପଣଙ୍କର ପଡ଼େ। ଏବେ ଓଏସ୍ୟୁରେ ପାରମିସନ୍ ଆପଣଙ୍କର ମିଳୁନାହିଁ, ବଡ଼ ପ୍ରୋବ୍ଲେମ୍। ଇଗ୍ନୁରେ ଆପଣଙ୍କର ଏଇଟା। ତ ଆପଣ ଡିସାଇଡ୍ କରନ୍ତୁ ଆପଣ ପ୍ଲସ୍ ଥ୍ରୀ କିମ୍ବା ପିଜି କରିବା ପାଇଁ ଚାହୁଁଛନ୍ତି, ଦେନ୍ କେମିତି କରିବେ ଦେଖନ୍ତୁ। ଏଇଠି ଆପଣ ସର୍ଚ୍ଚ କରିବେ ଆପଣଙ୍କର ପ୍ରୋଗ୍ରାମ୍ ଇନଫର୍ମେସନ୍ ହେଲା, ପ୍ରୋଗ୍ରାମ୍ ଇନଫର୍ମେସନ୍ ଉପରେ କ୍ଲିକ୍ କଲେ ଏବେ ଆପଣ କେଉଁ ସବଜେକ୍ଟରେ ପ୍ଲସ୍ ଥ୍ରୀ କରିବେ, ଧରାଯାଉ ଆପଣ ଚାହୁଁଛନ୍ତି ଯେ ମୁଁ ପଲିଟିକାଲ୍ ଅନର୍ସରେ କରିବି, ତ ପଲିଟିକାଲ୍ ଲେଖିଦେବେ, ପଲିଟିକାଲ୍ ଲେଖିଦେବେ। ଦେଖନ୍ତୁ ଆସିଗଲା ଏଇଟା, ଏଇଟା ହେଉଛି ପଲିଟିକାଲ୍ ସାଇନ୍ସ ଅନର୍ସ। এই ଅନର୍ସରେ ଆପଣ ଚାହିଁଲେ ପିଜି ଆପଣଙ୍କର ପ୍ଲସ୍ ଥ୍ରୀ କରିପାରିବେ 3 ବର୍ଷ, କିମ୍ବା ଯଦି ଆପଣ କହିବେ ଯେ ନାଇଁ ମୁଁ ପିଜି କରିବି ସାର୍, ପିଜି ପଲିଟିକାଲ୍ ସାଇନ୍ସ, ଦେଖନ୍ତୁ ଲେଖା ହେଇଛି ଏଇଟା, ଲେଖା ହେଇଛି ନା ଏଇଟା, ୟା ଉପରେ କ୍ଲିକ୍ କରିବେ। ଆପଣ କହିବେ ସାର୍ ମୁଁ ହିନ୍ଦୀରେ କରିବି, ହିନ୍ଦୀ ହିନ୍ଦୀ ଲେଖିଦେବେ। ଦେଖନ୍ତୁ ଏଇଟା ଆସିଗଲା ଆପଣଙ୍କର, ଆପଣ ହିନ୍ଦୀ ଅନର୍ସରେ ପ୍ଲସ୍ ଥ୍ରୀ କରିବେ, ଏଇଟା ହେଉଛି କୋଡ୍। ଆପଣ ପିଜି କରିବେ ହିନ୍ଦୀରେ, ହିନ୍ଦୀ ସବଜେକ୍ଟରେ ଆପଣଙ୍କର ପିଜି, ଦେଖନ୍ତୁ ଲେଖା ହେଇଛି ଏଇଟା। ଆପଣ କହିବେ ସାର୍ ମୁଁ ଇଂରାଜୀରେ କରିବି, ଇଂଲିଶରେ କ୍ଲିକ୍ କଲେ ଏବେ ଆପଣଙ୍କର ଇଂଲିଶ ଅନର୍ସରେ ଆପଣ ନେଇକି କରିବେ କି, ଏଇଟା ହେଉଛି ଆପଣଙ୍କର ପ୍ଲସ୍ ଥ୍ରୀ। ପିଜି କରିବେ ଆପଣଙ୍କର, ଏଇଟା ହେଉଛି ପିଜି। ଆପଣ କହିବେ ସାର୍ କେତେ ଟଙ୍କା ଖର୍ଚ୍ଚ, ମୁଁ କେମିତି ଜାଣିବି କେତେ ଖର୍ଚ୍ଚ ହେବ ସାର୍। ରିଡ୍ ମୋର୍ ଉପରେ କ୍ଲିକ୍ କରିବେ, ଯେମିତି କ୍ଲିକ୍ କରିବେ କୋର୍ସ ଡ୍ୟୁରେସନ୍ ଶୋ କରିବ, କ୍ୱାଲିଫିକେସନ୍ କେତେ, ତାପରେ କେତେ ଟଙ୍କା ଖର୍ଚ୍ଚ ହେବ। ଦେଖନ୍ତୁ ଲେଖା ହେଇଛି ଏଇଟା ପ୍ଲସ୍ ଥ୍ରୀଟା 5,000 ଗୋଟେ ବର୍ଷକୁ, ତ 3 ବର୍ଷରେ ଆପଣଙ୍କର ଖର୍ଚ୍ଚ କେତେ ହେଇଯିବ 15,000। ଏମିତି ଆପଣ ଚେକ୍ କରିବେ ହେଲା, 15,000 ଆପଣଙ୍କର ଖର୍ଚ୍ଚ ହେବ। ଆଉ କେଉଁ ଜାଗାରେ ଆପଣ ପଢ଼ିପାରିବେ, ଆପଣଙ୍କର ପ୍ରାୟ ଘର ପାଖ କଲେଜ ଆପଣଙ୍କର ଥିବ, ଆପଣ ଦେଖିଦେବେ। ଆମର ଭୁବନେଶ୍ୱର ଆମର ଜୋନ୍ଟା, ଏ ଭୁବନେଶ୍ୱର ଜୋନ୍ରେ ଦେଖନ୍ତୁ ସବୁ ଜାଗାରେ ପ୍ରାୟ ସବୁ ଜାଗାରେ ଆପଣଙ୍କର ଥିବ। ଯେଉଁ ଜାଗାକୁ ଆପଣ ଚୁଜ୍ କରିବେ
ସେଇ ଜାଗାକୁ ଆପଣଙ୍କୁ ପରୀକ୍ଷା ଦେବା ପାଇଁ ଯିବା ପାଇଁ ପଡ଼ିବ। ଫର୍ମ ଫିଲ୍ଅପ୍ ଟାଇପ୍ରେ ଫର୍ମ ଫିଲ୍ଅପ୍ ଆପଣ କରିବେ ଆଉ ପରୀକ୍ଷା ଆପଣ ଦେବେ। ଠିକ୍ ଅଛି। ଆସାଇନମେଣ୍ଟ ବଗେରା ତ ଅନଲାଇନ୍ରେ ବି ମିଳିଯାଉଛି, ଟଙ୍କା ଦେଇକି ମଗାଇ ଦେଇପାରିବେ, ନହେଲେ ଆପଣ ନିଜେ ନିଜେ ବି ଲେଖି ଲେଖି ସବମିଟ୍ କରିପାରିବେ। ମନେ ରଖନ୍ତୁ ଆପଣଙ୍କୁ କେହି ପଢ଼େଇବେନି, ବହି ଆପଣଙ୍କର ଘର ଆଡ୍ରେସରେ ଆସିବ, ନିଜେ ପଢ଼ିବେ, ଖାଲି ଖାତା ଭର୍ତ୍ତି କରିକି ଆସିବେ। ଇଜିଲି ଆପଣ 70% 80% ରଖିପାରିବେ, କିନ୍ତୁ ଖାତା ଭର୍ତ୍ତି କରିବେ ଇଂରାଜୀରେ କିମ୍ବା ହିନ୍ଦୀରେ ଆପଣଙ୍କୁ ଲେଖିବା ପାଇଁ ପଡ଼ିବ। ଠିକ୍ ଅଛି, ବୁଝିଗଲେ? ତ ଡିସାଇଡ୍ କରନ୍ତୁ ଆପଣ +3 କରିବେ ନା କରିବେ ନାହିଁ, ପିଜି କରିବେ ନା କରିବେ ନାହିଁ। ଯଦି କରିବେ ଦେନ୍ ଆଡମିସନ୍ କରନ୍ତୁ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଧନ୍ୟବାଦ।